ଜୟ ଜଗନ୍ନାଥ ସାଙ୍ଗମାନେ କହିଲେ ଦେଖି ଏବେ ମୁଁ ଏଟା କୋଉ ଜାଗାରେ ଅଛି। ତ ଏବେ ମୁଁ କନା ଅନୁଗୁଳରେ ଅଛି ସାଙ୍ଗମାନେ, ଅନୁଗୁଳ ରେଲୱେ ଷ୍ଟେସନରେ। ତ ଏବେ କନା ମୁଁ ଟ୍ରେନରେ ବସି ସାରିଛି। ତ ଟ୍ରେନରେ ବସି ସାରିକି ମୁଁ ବାହାରିଲି ସାଙ୍ଗମାନେ କନା ଭୁବନେଶ୍ୱର। ତ ଦେଖିପାରୁଥିବେ ମୋ ସହିତ ଅଛନ୍ତି ଆମର ଷ୍ଟାଫ ମାନେ ହେଲା। ଆମେ ବାହାରିଛୁ କନା ଆଡ଼ିସନାଲ ଡ୍ୟୁଟିରେ। ତ ଭିଉଟି କେମିତି ଲାଗୁଛି ସାଙ୍ଗମାନେ ନିହାତି କହିବେ। ଟ୍ରେନ ତ ଭିଡ଼ ଅଛି ହେଲା। ତ ଏବେ କନା ଆମେ ରୁମରେ ପହଞ୍ଚି ସାରିକି ବାହାରି ପଡ଼ିଲୁ କନା ବାଲିଯାତ୍ରା କଟକରେ ହେଉଛି। ତ ସେଇଥିଲାଗି ଯାଉଛୁ ଆମେ ସ୍କର୍ପିଓରେ ହେଲା। ତ ଗାଇସ୍ କନା ଆମ ଷ୍ଟାଫ ମାନେ ମିଶିକି ଆମେ ସମସ୍ତେ ବାହାରିଲୁ କଟକ ପାଇଁ ହେଲା। ତ ଆଶା କରୁଛି ଆପଣମାନଙ୍କୁ ଏଇ ଭିଉଟି ଭଲ ଲାଗୁଥିବ। ତ ଏବେ ଆମେ ମହାନଦୀର କନା ଯେଉଁ ବ୍ରିଜଟା ହେଇଛି ସେଇଠି ଅଛୁ। ତ ଏବେ ମୋର ଡ୍ୟୁଟି ଚାଲିଛି ଦେଖିପାରୁଥିବେ ନାଇଟରେ। ତ ସେ ସାଇଡ଼ରେ ଅଛି ବୋଇତ। ତ ଏଇଟା ସାମ୍ନାରେ ହେଲା ନଦୀଟା ହେଲା। ତ ଏପଟେ ଦେଖନ୍ତୁ ଭିଉଟା ଆପଣଙ୍କୁ କେମିତି ଲାଗୁଛି ନିହାତି କହିବେ ସାଙ୍ଗମାନେ ହେଲା। ଯେଉଁଟାକି ଏଇଠି ଦେଖିପାରୁଥିବେ ସାଙ୍ଗମାନେ ଏବେ ଶୁଭ ସକାଳ ସମସ୍ତଙ୍କୁ। କନା ଏବେ ସକାଳ ପାଇଯାଇଛି ସାଙ୍ଗମାନେ। ହ୍ୟାଲୋ ଗାଇଜ୍, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଗାଇଜ୍ କନା ଏବେ ମୁଁ ଅଛି କେଉଁ ଜାଗାରେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରି କୁହନ୍ତୁ। ତ ଗାଇଜ୍ କୁହନ୍ତୁ ଜଲ୍ଦି କୁହନ୍ତୁ। ତ କନା ଏବେ ମୁଁ ଅଛି ମହାନଦୀରେ। ତ ଗାଇଜ୍ ମୁଁ ଏବେ ଅଛି କେଉଁଠି ନା କଟକରେ ବାଲିଯାତ୍ରା ଚାଲିଛି। ତ ସେଇଠି ଆମର ଆଡ଼ିସନାଲ ଡ୍ୟୁଟି ପଡ଼ିଛି। ତ ସାଙ୍ଗମାନେ ମୁଁ ଆସିଛି ସେଇ ଜାଗାକୁ। ତ ଆଜି ହେଉଛି 11 ତାରିଖ କନା 11 ଆଉ 12 ତାରିଖ ବୋଇତ କମ୍ପିଟିସନ୍ ହେବ। ଏଇଟା ଗୋଟେ ଫେଷ୍ଟିଭାଲ କଟକର ଯେଉଁଟାକି ବାଲିଯାତ୍ରାର ଫେମସ୍ ହେଲା। ସେଇଠି ଦେଖିପାରୁଥିବେ ସେଇଠି ଗୋଟେ କନା ବୋଇତ ଅଛି ହେଲା। ବୋଇତ କମ୍ପିଟିସନ୍ ହେବ ସାଙ୍ଗମାନେ ଦେଖିପାରୁଥିବେ ଭିଉଟା। ଏବେ ମୁଁ ଅଛି ମହାନଦୀ କୂଳରେ। ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ ସେ ଏଇଠି କନା ବୋଇତ ଗୁଡ଼ାକ ଯେଉଁ ଡଙ୍ଗା ଗୁଡ଼ାକ କନା କମ୍ପିଟିସନ୍ ଚାଲିବ ସାଙ୍ଗମାନେ ହେଲା। ଦେଖିପାରୁଥିବେ ଭିଉଟି ଆପଣଙ୍କୁ ମାନେ ବହୁତ ବଢ଼ିଆ ଲାଗୁଥିବ। କେମିତି ଲାଗୁଛି ଆପଣମାନେ କମେଣ୍ଟ କରିକି କମେଣ୍ଟ ବକ୍ସରେ କହିବେ ସାଙ୍ଗମାନେ ହେଲା। ପୁରା ଟୋଟାଲ ଭିଉଟି ଦେଖି ଦିଅନ୍ତୁ। ତା ସହିତ କନା ତ ଦେଖିପାରୁଥିବେ ଏଇ ରୁଟଟା ପୁରା ସକାଳୁ ହେଲା। ରାତିରୁ ଏଟା ସଫା ହେଇସାରିଛି କାରଣ ଏଠି ମୋହନ ମାଝୀ ପ୍ରିୟ ଆମର ମୁଖ୍ୟମନ୍ତ୍ରୀ ଆସିବେ ଏଇ ରାସ୍ତା ଦେଇକିନା, ଯେଉଁଟାକି ଆମର ସେଇ ଜାଗାରେ ବୋଇତ ବନ୍ଦାଣ ହବ। ଯେଉଁ ଜାଗାରେ ଯେଉଁ କମ୍ପିଟିସନ୍ ଲାଗି ଆଜି କାରଣ ଆମର ମୁଖ୍ୟମନ୍ତ୍ରୀ ମାନେ ଆସୁଛନ୍ତି। ତ ଗାଇଜ୍ ହେଲା। ତ ଆପଣମାନେ ବି ନିଶ୍ଚୟ ଆସନ୍ତୁ ଆଜି ବାଲିଯାତ୍ରା ଦେଖି। ଠିକ୍ 10ଟା ମାନେ 10 ଘଟିକାରୁ ଆରମ୍ଭ ହେଇଯିବ କନା ବୋଇତ କମ୍ପିଟିସନ୍। ଆଶା କରୁଛି ଆପଣମାନଙ୍କୁ ଆମର ଏଇ ଭ୍ଲଗ୍ଟି ବା ଏଇ ଇନଫର୍ମେସନ୍ଟି କିଛି ଆପଣଙ୍କୁ କାମରେ ଆସିଥିବ ଗାଇଜ୍। ତ ଯଦି କାମରେ ଆସିଥିବ ଲାଇକ୍ ସବସ୍କ୍ରାଇବ୍ କରିବେ। ତ ଏବେ ମୋର ଏଇ ଜାଗାରେ ଡ୍ୟୁଟି ଥିଲା ସାଙ୍ଗମାନେ ହେଲା। ଦେଖିପାରୁଥିବେ ଭିଉଟା ହେଲା। ଏଗୁଡ଼ା ଅଛି ଆଉ ଏଇଟା ମାନେ ଗୋଟେ ଷ୍ଟେଜ୍ ହବ ଏଇ ଜାଗାଟା ହେଲା। କନା ସକାଳୁ ସାଙ୍ଗମାନେ ନଦିଆ କୀର୍ତ୍ତନ ଚାଲିଛି। ତ ମୁଁ କେବେ ବି ମାନେ ଭାବିନଥିଲି ଯେ କଟକ ପରି ବାଲିଯାତ୍ରାରେ ବି ନଦିଆ ସଂକୀର୍ତ୍ତନ ଚାଲିଥିବ ସାଙ୍ଗମାନେ। ତ ଏଠି କନା ସକାଳୁ ମା ମାଉସୀ ମାନେ ଗାଧି ପାଧିକି କନା କୀର୍ତ୍ତନ ଚାଲିଛି ସାଙ୍ଗମାନେ। ତ ସାଙ୍ଗମାନେ କନା ଏବେ ବୋଇତ କମ୍ପିଟିସନ୍ ଚାଲିଛି। ଆପଣମାନେ ଦେଖିପାରୁଥିବେ ଭିଉଟି ଆପଣଙ୍କୁ ବହୁତ ବଢ଼ିଆ ଲାଗୁଥିବ। ତ କନା ଯେହେତୁ କଟକରେ କନା
ଏଇଟା ଅନୁଷ୍ଠାନିକ ଭାବରେ ଆରମ୍ଭ କରାହେଇଛି ଉତ୍ସବଟି। ତ ଦେଖିପାରୁଥିବେ ତା ପଛକୁ ପଛ ଆସୁଛନ୍ତି କ'ଣ ନା ଏହି ଉତ୍ସବରେ କ'ଣ ନା ଲେଡ଼ିଜ୍ ମାନେ ଯେଉଁ ଅଛନ୍ତି ଆମର ଓଡ଼ିଶାର ସେମାନେ ଜିତି ସାରିଛନ୍ତି 100 ମିଟରରେ ହେଲା। ତ ସାଙ୍ଗମାନେ ଆପଣମାନଙ୍କୁ ମାନେ କେମିତି ଲାଗୁଛି କହିବେ ନିହାତି ହେଲା। କମ୍ପିଟିସନ୍ ଚାଲିଛି, ଏମାନେ ଯାଉଛନ୍ତି ଏବେ। ତା ସହିତ ଅଛନ୍ତି କ'ଣ ନା ଅଗ୍ନିଶମ ବାହିନୀ, ଦମକଳ ବାହିନୀ, ଯେଉଁମାନେ କି କ'ଣ କରିବେ ନା ରେସ୍କ୍ୟୁ ଅପରେସନ୍ ଲାଗି ଅଛନ୍ତି। ଯଦି ଅଚାନକ କିଛି ଦୁର୍ଘଟଣା ଘଟେ ତ ସେମାନେ ସବୁପଟେ ଡ୍ୟୁଟି ଚାଲିଛି। ତ ସାଙ୍ଗମାନେ ବୋଇତ କମ୍ପିଟିସନ୍ର ଇଏ ହେଲା ଦ୍ୱିତୀୟ ଦିନ। ଯେହେତୁ ପ୍ରଥମ ଦିନ ଆମର କ'ଣ ଥିଲା ନା ସେଦିନ ଆମର ଡ୍ୟୁଟି ସରିଗଲା ତ ଆମେ ପଳେଇଲୁ। ତ ଇଏ ହେଲା ଦ୍ୱିତୀୟ ଦିନ 12 ତାରିଖର ଇଏ ହେଲା ସେଇ ଦିନ ଯେଉଁଦିନ କି କମ୍ପିଟିସନ୍ ଚାଲିଛି। ସାଙ୍ଗମାନେ ଦେଖିପାରୁଥିବେ ବୋଇତ ମାନେ ଡଙ୍ଗାରେ କମ୍ପିଟିସନ୍ କରିବା ତା ମଜା ଗୋଟେ ଅଲଗା ସାଙ୍ଗମାନେ ହେଲା। ଆପଣମାନେ ବି ବୋଟିଂ କରିବାକୁ ଚାହୁଁଥିଲେ ତ ନିହାତି ଆସିବେ। କଟକ ବୋଟିଂ କ୍ଲବ୍ ସର୍ଚ୍ଚ କରିକି ଗୁଗୁଲ୍ ମ୍ୟାପ୍ରେ ଆପଣମାନେ ଏ ଜାଗାକୁ ଆସିକି କ'ଣ ନା ମଜା ଉଠାଇ ପାରିବେ ସାଙ୍ଗମାନେ। ତ ଇଏ ହେଲା ଗୋଟେ ଐତିହାସିକ। ତ ଏଠୁ କ'ଣ ନା ଏଇ କମ୍ପିଟିସନ୍ରେ ବିହାର, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ ଏହିପରି ବିଭିନ୍ନ ମାନେ ରାଜ୍ୟରୁ ଖେଳାଳିମାନେ ଆସିଛନ୍ତି। ତା ସହିତ ଏଠି ଲଞ୍ଚ ଦେଖିପାରୁଥିବେ। ଏଠି ସବୁ କ'ଣ ନା ଟିଚର୍ ମାନେ ଅଛନ୍ତି, ଯେଉଁମାନେ କି କ'ଣ ନା ରେଫରୀ ମାନେ କ'ଣ କରନ୍ତି ନମ୍ବର ଦେଉଛନ୍ତି ସାଙ୍ଗମାନେ ହେଲା। ତ ଆପଣଙ୍କୁ କେମିତି ଲାଗୁଛି କହିବେ। ତ ଏପଟୁ କ'ଣ ନା କମ୍ପିଟିସନ୍ ସରିଲା ପରେ ଏବେ ବିଦାୟ ନେଉଛନ୍ତି। ତ କେମିତି ଲାଗୁଛି ଆପଣଙ୍କୁ ଏଇ ବୋଇତ କମ୍ପିଟିସନ୍ଟି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିକି କହିବେ ସାଙ୍ଗମାନେ।